ବର୍ତ୍ତମାନ ଆମେ ଉଦୟପୁର ସହରର ସିଟି ପ୍ୟାଲେସ ରେ ପହଞ୍ଚି ଯାଇଛୁ। ଭିତରକୁ ଯିବା ନିମନ୍ତେ ଆମେ ଇ ରିକ୍ସା ବୁକ୍ କରିଛୁ। ଆପଣ ଚାହିଁଲେ ଚାଲିକି ମଧ୍ୟ ଯାଇପାରିବେ। ଦେଖନ୍ତୁ ଆମେ ଦ୍ୱାର ନିକଟରେ ପହଞ୍ଚି ଯାଇଛୁ। ଏଇଟା ହଉଛି ମୁଖ୍ୟ ଦ୍ୱାର ସିଟି ପ୍ୟାଲେସ ର। ଗେଟ୍ ଟି ବହୁତ ବଡ ସୁନ୍ଦର ଦେଖା ଯାଉଛି। ଦେଖନ୍ତୁ ଫୁଲରେ ମଧ୍ୟ ସଜା ହେଇଛି। ଆଜି କିଛି ଫଙ୍କସନ ଅଛି ତ ତେଣୁ ଏଇ ଗେଟ୍ ଟି ସଜା ହେଇଛି। କିନ୍ତୁ ଭିତରକୁ ଯିବା ଦେଖିବା ଭିତରର କିଛି ଦୃଶ୍ୟ। ଦେଖନ୍ତୁ ବହୁତ ବଡ ବଡ କବାଟ। ସିଟି ପ୍ୟାଲେସ ର ବାହାରର ଦୃଶ୍ୟ ଦେଖି ପାରୁଛନ୍ତି ଆପଣ ବର୍ତ୍ତମାନ। ଚାଲନ୍ତୁ ଭିତରକୁ ଯିବା ଓ ଭିତରର ଦୃଶ୍ୟ ଦେଖିବା। ଦେଖନ୍ତୁ ସିଟି ପ୍ୟାଲେସ ଲାଗି ଗୋଟେ ହ୍ରଦ ଦେଖାଯାଉଛି ଯୋଉଟା କି ରାଜା ଉଦୟ ସିଂହ ବନେଇଥିଲେ। ପାଣିର ସମସ୍ୟା ବହୁତ ଥିଲା ତେଣୁ ପାଣି ସମସ୍ୟା ଦୂର କରିବା ହେତୁ ଏହାକୁ ବନେଇଥିଲେ। ଏହିପରି ବଡ ବଡ 5ଟା ହ୍ରଦ ଆପଣ ଦେଖିପାରିବେ ଏଠି। ତେଣୁ ଉଦୟପୁରକୁ ପାଣି ସହର ବା ଝିଲ୍ ର ସହର ମଧ୍ୟ କହିଥାନ୍ତି। ବର୍ତ୍ତମାନ ଆମେ ଦ୍ଵିତୀୟ ଗେଟ୍ ନିକଟରେ ପହଞ୍ଚି ଯାଇଛୁ। ତାପରେ ଭିତର ଗେଟ୍ କୁ ଆଉ ଗୋଟେ ଗେଟ୍ ଅଛି। ଦେଖନ୍ତୁ କେତେ ସୁନ୍ଦର ଫୁଲରେ ସଜା ହେଇଛି। ଫାଇନାଲି ପହଞ୍ଚି ଯାଇଛୁ। ଚାଲନ୍ତୁ ଭିତର ଗେଟ୍ ଦେଇକି ଭିତରକୁ ଯିବା। ଦେଖନ୍ତୁ ଏଠି ହାତୀଟିକୁ ବହୁତ ସୁନ୍ଦର ଭାବରେ ସଜା ହେଇଛି। ଆଜି ଗୋଟେ ଫଙ୍କସନ ଅଛି ତ ସେଇଥିପାଇଁ ସଜା ହେଇଛି ହାତୀଟିକୁ। କେତେ ବଡ ବଡ କବାଟ। ଆଗ କାଳର ଦେଖନ୍ତୁ ରାଜା ମହାରାଜାଙ୍କର ଯୋଉ ଫଟୋ ଗୁଡିକ ଲାଗିଛି ପୂର୍ବତନ ରାଜା ଯୋଉମାନେ ଥିଲେ ତାଙ୍କର ସବୁ ଫଟୋ ଗୁଡିକ ଲାଗିଛି। କୋଉ ମସିହାରେ କୋଉ ରାଜା ଥିଲେ କେତେ ବର୍ଷ ଶାସନ କରୁଥିଲେ ସବୁ ଡିଟେଲସ ଏଠି ଲେଖା ଯାଇଛି। ଏଇଟା ଫାଷ୍ଟ ଫ୍ଲୋର ଦେଖିପାରୁଥିବେ ଆପଣ ମାନେ। ରାଜାଙ୍କୁ ଦେଖନ୍ତୁ ତୋପ ଏଇଠି ଥୁଆ ହେଇଛି। ବର୍ତ୍ତମାନ ରାଜାଙ୍କ ପୋଷାକ ଗୁଡିକ ଦେଖନ୍ତୁ। ରାଜା ଉଦୟ ସିଂହ ଏକାଥରକେ 2ଟା ତରବାରର ବ୍ୟବହାର କରୁଥିଲେ ତେଣୁ ତାଙ୍କ ପ୍ରତିମୂର୍ତ୍ତି ଆପଣ ଦେଖିପାରୁଥିବେ 2ଟା ତରବାର ଅଛି। ରାଜାଙ୍କ ଘୋଡାର ଗୋଟେ ପ୍ରତିମୂର୍ତ୍ତି ଏଠି ତିଆରି ହେଇଛି। ଦେଖନ୍ତୁ ରାଜାଙ୍କ ପୋଷାକ ଗୁଡିକ। ହତିଆର ଗୁଡିକ ଏଠି ଅଛି। ରାଜାଙ୍କର ଅସ୍ତ୍ରଶସ୍ତ୍ର ବହୁତ ଗୁଡିଏ ଏଇଠି ଅଛି ଦେଖିପାରୁଥିବେ ଆପଣ ମାନେ। ଦେଖନ୍ତୁ ଏଇଠି ଗଣେଶଙ୍କ ପ୍ରତିମୂର୍ତ୍ତି ଅଛି ଓ ବହୁତ ସୁନ୍ଦର ପଥରରେ କାରୁକାର୍ଯ୍ୟ ତିଆରି ହୋଇଛି। କିନ୍ତୁ ବର୍ତ୍ତମାନ ଦ୍ଵିତୀୟ ମହଲାକୁ ଯିବା ଆମେ ଦ୍ଵିତୀୟ ମହଲା ଦେଖିବା। ରାଜାଙ୍କ ମହଲ ଟି ବହୁତ ସୁନ୍ଦର ହେଇଛି ଓ ଆକର୍ଷକ ଦେଖା ଯାଉଛି।
ଏଠି ଦେଖିପାରୁଥିବେ ଗୋଟେ ବହୁତ ବଡ ପାତ୍ର ଦେଖାଯାଉଛି। ଏଠି ଯୋଉ ରାଜା ଯେତେବେଳେ ଯୋଉ ରାଜ୍ୟକୁ ଜୟ କରୁଥିଲେ ସେଇଠୁ ସୁନା ଟଙ୍କା ଆଣି ଏଇଠି ଭର୍ତ୍ତି କରୁଥିଲେ ଓ ସେଇଥିରୁ 25% ପ୍ରଜାଙ୍କ ମଧ୍ୟରେ ବାଣ୍ଟିଥିଲେ। ଏହା ହଉଛି ରାଜାଙ୍କ ଶୀଶ ମହଲ, ଯୋଉଟା କି କାଚରେ ତିଆରି ହେଇଛି। ଦେଖିବାକୁ ବହୁତ ଆକର୍ଷଣୀୟ ଓ ସୁନ୍ଦର କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ଉପରଟି ବହୁତ ସୁନ୍ଦର ଦେଖାଯାଉଛି ଓ ଆକର୍ଷଣୀୟ ଦେଖାଯାଉଛି। ପଥରରେ କିପରି ଭାବରେ ଖୋଦେଇ ହେଇଛି, ଆଗ କାଳରେ ରାଜା କିପରି ଭାବରେ ଶାସନ କରୁଥିଲେ ତାହା ଚିତ୍ର ମାଧ୍ୟମରେ ବର୍ଣ୍ଣନା ହୋଇଛି। ଏଠିକାର ଆକର୍ଷଣୀୟ ଜିନିଷ ହଉଛି ଗୋଲ୍ଡେନ ସନ୍, ଯୋଉଟା କି ରାଜା ସୁନାରେ ବନେଇଥିଲେ, ଯାହାକି ବର୍ଷା ଦିନେ ସୂର୍ଯ୍ୟଙ୍କୁ ଦର୍ଶନ ନ କରି ପାରି ସୁନାର ସୂର୍ଯ୍ୟଙ୍କୁ ଦର୍ଶନ କରିବା ନିମନ୍ତେ ଏଠି ସୁନାର ସୂର୍ଯ୍ୟ ତିଆରି କରିଥିଲେ। ଏଠି ଦେଖନ୍ତୁ ପୁରା ଉଦୟପୁର ସହରଟି ପୁରା ସମ୍ପୂର୍ଣ୍ଣ ଦେଖାଯାଉଛି ରାଜାଙ୍କ ଉପର ମହଲାରୁ। କେତେ ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଆପଣ ମୋ ଭିଡିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।